ଦ୍ରାବିଡ଼ ଦେଶେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ମଳୟା ପର୍ବତରେ ଆଶ୍ରମ ନିର୍ମାଣ କରି ସେଇଠାରେ ଭଗବତ ଆରାଧନା କରୁଥିଲେ। ଭଗବତ ଆରାଧନା କରିବା ସମୟରେ ଅଗସ୍ତ୍ୟ ମୁନି ଶିଷ୍ୟ ବର୍ଗ ସହିତ ସେହି ସ୍ଥାନରେ ଉପସ୍ଥିତ ହେଲେ। ଯେତେବେଳେ ସେହି ସ୍ଥାନରେ ଉପସ୍ଥିତ ହୋଇଛନ୍ତି ସେତେବେଳେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ସତ୍କାର କରିପାରିନଥିଲେ। କାହିଁକି? ସେ ଭଗବତ ଆରାଧନାରେ ସମାଧି ଅବସ୍ଥାରେ ଥିଲେ, ତେଣୁ ସେ ସତ୍କାର କରିପାରିନଥିଲେ। ସତ୍କାର କରିପାରିବା ନ କରିପାରିବା ସତ୍ତ୍ୱେ ଅଗସ୍ତ୍ୟ ମୁନି କ୍ରୋଧେ ଅଭିଶାପ ଦେଲେ। କହିଲେ, ଆରେ ହାତୀ ଭଳିଆ ତୁ ବସିଛୁ, ତୋର ହାତୀ ଯୋନି ପ୍ରାପ୍ତ ହେଉ। ଏଇଭଳି ଭାବରେ ଅଭିଶାପ ଦେଇ ଅଗସ୍ତ୍ୟ ମୁନି ଚାଲିଗଲେ। ଇନ୍ଦ୍ରଦ୍ୟୁମ୍ନ ମହାରାଜ ଯେତେବେଳେ ତାଙ୍କର ଧ୍ୟାନ ଭଙ୍ଗ ହେଲା ସେତେବେଳେ ବୁଝିପାରିଲେ ଯେ ଅଗସ୍ତ୍ୟ ମୁନି ଏହି ସ୍ଥାନକୁ ଆସିଥିଲେ, ମୁଁ ତାଙ୍କୁ ସତ୍କାର କରିପାରିନଥିଲି, ତେଣୁ ମୋତେ ଅଭିଶାପ ଦେଇଛନ୍ତି। କ'ଣ ଅଭିଶାପ? ଆଗଲା ଜନ୍ମେ ହାତୀ ହେଇ ଜନ୍ମଗ୍ରହଣ କରେ। ନିଜକୁ ନିଜେ ସେଇ ଅଗସ୍ତ୍ୟ ମୁନି ଯେଉଁ ଅଭିଶାପ ଦେଇଥିଲେ ସେ ଅଭିଶାପ ଗ୍ରହଣ କଲେ। ତାପରେ ଯେତେବେଳେ এই জন্ম ଚାଲିଗଲା, আগলা জন্ମ ଯେତେବେଳେ ଆସିଲା ସେତେବେଳେ ହାତୀ ହୋଇ ଜନ୍ମଗ୍ରହଣ କଲେ। ଜନ୍ମଗ୍ରହଣ କରି সেই ପର୍ବତ ଗୁହାରେ ବାସ କରୁଥିଲେ ସମସ୍ତ ପରିବାର ସଙ୍ଗରେ। ଏବଂ যে ଗଜେନ୍ଦ୍ର ବହୁତ ବଳବାନ ଥିଲେ, ବଳବାନ ଥିବା ଅବସ୍ଥାରେ ତାଙ୍କର ପୁତ୍ର ବନ୍ଧୁ ଆତ୍ମୀୟ ସମସ୍ତେ କହିଲେ ଯେ ଆମ୍ଭକୁ ପାଣି ପିଆଓ। କେଉଁଠାରେ ପାଣି ପିଆଇବି? ନା ଯେଉଁଠାରେ ବରୁଣର ଉନ୍ମତ୍ତ ଉଦ୍ୟାନ ଅଛି, ତ୍ରିକୁଟ ପର୍ବତ, সেই ତ୍ରିକୁଟ ପର୍ବତ ମଧ୍ୟରେ ଗୋଟିଏ ସରୋବର ଅଛି। সেই ସରୋବର ଜଳ ବହୁତ ସୁସ୍ୱାଦୁ, ସେଇଠାକୁ ଆମ୍ଭମାନଙ୍କୁ ନେଇଯାଅ। ଯେତେବେଳେ ପୁତ୍ର ବନ୍ଧୁ ଆତ୍ମୀୟ ସମସ୍ତେ କହିବା ସତ୍ତ୍ୱେ ପୁତ୍ର ବାତ୍ସଲ୍ୟ, ପରିବାର ପ୍ରତି ମୋହ, সেই ଗଜେନ୍ଦ୍ର ସେମାନଙ୍କୁ ନେଇ ରାସ୍ତାରେ ଚାଲୁଛନ୍ତି। ଯେତେବେଳେ ରାସ୍ତାରେ ଯାଉଛନ୍ତି ସେତେବେଳେ ସମସ୍ତ ବୃକ୍ଷ କାଟି କାଟି সেই ସୁନ୍ଦର ଭାଙ୍ଗି ଭାଙ୍ଗି ପରିଷ୍କାର କରୁଛନ୍ତି। ଏବଂ ଯଦି କଣ୍ଟକ ବୃକ୍ଷ ସହ ପରିଷ୍କାର କରି ଯେଭଳି ଭାବରେ ପରିବାର କୌଣସି ବିଘ୍ନ ନ ହୁଏ ଏବଂ ଗର୍ଜନ କରି କରି ଯାଉଛନ୍ତି। সেই ଗର୍ଜନ ଶୁଣି ସମସ୍ତ ଗଣ୍ଡା, ବାଘ, ସମସ୍ତ ପ୍ରକାର ହିଂସ ଜନ୍ତୁ ଦୂରେ ଚାଲି ଯାଉଛନ୍ତି। ଯେ ଗଜେନ୍ଦ୍ର ଯେତେବେଳେ ଯାଉଛି ସେତେବେଳେ ତାର ଏଇଭଳି ଚାଲି, এইଭଳି ଭାର ଦ୍ୱାରା ପୃଥିବୀ କମ୍ପମାନ ହେଉଛି। ଯେତେବେଳେ ସେହି ସରୋବର ପାଖକୁ ଯାଇଛନ୍ତି, সেই ତ୍ରିକୁଟ ପର୍ବତ, ସେଠାରେ ସମସ୍ତ ପରିବାର, ବନ୍ଧୁ, ଆତ୍ମୀୟ, ପୁତ୍ର ସମସ୍ତଙ୍କୁ ଯେ ସୁସ୍ୱାଦୁ ପାଣି ନିଜର ଶୁଣ୍ଢ ଦ୍ୱାରା ପିଆଇ ଦେଇଛନ୍ତି ଏବଂ ନିଜ ଶୁଣ୍ଢ ଦ୍ୱାରା ସମସ୍ତଙ୍କୁ ଗାଧୋଇ ଦେଇଛନ୍ତି। କାହିଁକି? ନା ପରିବାର ପ୍ରତି ମୋହ। ଯେତେବେଳେ ସମସ୍ତଙ୍କୁ ପାଣି ପିଆଇଛନ୍ତି, ସମସ୍ତଙ୍କୁ ଗାଧୋଇ ଦେଇଛନ୍ତି, ସେତେବେଳେ ଯେତେବେଳେ ଗଜେନ୍ଦ୍ର ପିଇବାକୁ ପାଣି ଆରମ୍ଭ କରିଛି ସେ ସରୋବର ମଧ୍ୟରେ, ସେତେବେଳେ ସେଇଠାରେ ଗୋଟିଏ କୁମ୍ଭୀର ରହିଥିଲା।
ରହିବା ମଧ୍ୟରେ ଯେତେବେଳେ ଏଇ ହାତୀ ଗଜେନ୍ଦ୍ର ପାଣି ଖାଇବାକୁ ନିଜ ଶୁଣ୍ଢ ଦ୍ୱାରା ବଢ଼ାଇଛି ସେଇ ସରୋବରକୁ, ସେତେବେଳେ କୁମ୍ଭୀର ଆସି ତାଙ୍କର ପାଦଟି ଧରିଲା, କାମୁଡ଼ି ଧରିଲା। ଏଇଟା ପ୍ରଶ୍ନ ହୋଇପାରେ ଯେ ସେ କୁମ୍ଭୀର କିଏ, କାହିଁକି ସେହି ସରୋବରରେ ଥିଲା? সেই কুম্ভীর দেবল ঋষি অভিশাপরে সেই সরোবরে রহিଥିଲା। যেତେବେଳେ দেবল ঋষি গঙ্গাରେ ସ୍ନାନ କରୁଥିଲେ, ହୁ ଗନ୍ଧର୍ବ ବି ଗଙ୍ଗାରେ ସ୍ନାନ କରୁଥାଏ। କରିବା ମଧ୍ୟରେ ହୁ ଗନ୍ଧର୍ବ সেই ଜଳ ମଧ୍ୟରେ ବୁଡ଼ି 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 ଆସି সেই দেবল ঋষি ପାଦଟି ଟାଣି 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 ଭିତରକୁ ନେଇଗଲା। ଯେତେବେଳେ ଭିତରକୁ ନେଇଗଲା ସେତେବେଳେ ଦେବଳ ଋଷି କହିଲେ, ଆରେ 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 କିଏ ମତେ ଜଳ ମଧ୍ୟରେ ଟାଣି ଟାଣି ନେଉଛୁ? କୁମ୍ଭୀର ଯେଭଳି ନିଏ ଏଇଭଳି ତୁ କୁମ୍ଭୀର ଜଣେ ପ୍ରାପ୍ତ ହେଇଯା। ଯେତେବେଳେ ଅଭିଶାପ ଦେଇଦେଲେ ସେତେବେଳେ ଭୟଭୀତ ହୋଇ ହୁ ଗନ୍ଧର୍ବ ତାଙ୍କର ପାଦ ଛାଡ଼ିଦେଲା। ଛାଡ଼ିଦେବା ମଧ୍ୟରେ ଦେବଳ ଋଷି ଉପରେ ଆସି ସ୍ଥଳ ଭାଗରେ ନିଜ ଲୁଗା ପରିବର୍ତ୍ତନ କଲେ। କରିବା ଅବସ୍ଥାରେ ସେ ହୁ ଗନ୍ଧର୍ବ ଆସି ତାଙ୍କର ଶରଣରେ ପଡ଼ିଗଲା। ପଡ଼ି କହିଲା, ହେ ମୁନିବର, ମୋତେ ଆପଣ ଅଭିଶାପ ପ୍ରଦାନ କଲେ, କୁମ୍ଭୀର ଜଣେ ପ୍ରାପ୍ତ, ତେଣୁ ମୋର এই କୁମ୍ଭୀର ଶରୀର କେତେବେଳେ ମୁକ୍ତି ହେବ? ଋଷି ଦୟାଳୁ ଦେବଳ ଋଷି କହିଲେ, ଦେଖ ତୁମେ এই ଶରୀର ଯେତେବେଳେ ଚାଲିଯିବ, ଯେତେବେଳେ ଆଗାମୀ ଶରୀର ଆସିବ, ସେତେବେଳେ ତୁମେ ଯାଇ ଯେ ବରୁଣ ରୁଦ୍ମତ ଉଦ୍ୟାନ ଯେଉଁଠାରେ ତ୍ରିକୁଟ ପର୍ବତ ସ୍ୱର୍ଣ୍ଣ ରୌପ୍ୟ ଲୌହ ତିନୋଟି ଚୂଡ଼ା ଅଛି, সেই ত্রিকুট পর্বত মধ্যে গোটে সরোবর ଅଛି। সেই সরোবর মধ্যে তুমি যাই লুকায়িত ভাবে কুম্ভীর জনি প্রায় সেইঠা রুহ। তুমি রহিব, সেইঠা রহিলে ইন্দ্রদুম্ন মহারাজ অগস্ত্য মুনি অভিশাপ ফলরে সে হাতী জনি প্রাপ্ত হই পরিবার প্রতি মোহ পরিবার ସମସ୍ତେ ଯେତେବେଳେ କହିଛନ୍ତି ପାଣି ମୋତେ ସେଇ ସରୋବର ଯେଉଁ ତ୍ରିକୁଟ ପର୍ବତ ଭିତରେ ସୁସ୍ୱାଦୁ ଜଳ ଅଛି ସେଇଠାକୁ ନିଅ, ଆମ୍ଭମାନେ ପାଣି ଖାଇବୁ। ପୁତ୍ର ପରିବାର ସମସ୍ତେ କହିବା ସତ୍ତ୍ୱେ ହାତୀ ସେହି ସ୍ଥାନକୁ ନେଇଯିବେ। ଯେତେବେଳେ ନେଲେ ସେଇଠାରେ ସମସ୍ତଙ୍କୁ ପାଣି ପିଆଇବେ, ସମସ୍ତଙ୍କୁ ସୁନ୍ଦର ଦ୍ୱାରା ସ୍ନାନ କରାଇବେ। ଯେତେବେଳେ ସେ ସମସ୍ତଙ୍କୁ ସ୍ନାନ ସମସ୍ତଙ୍କୁ ପାଣି ପିଆ ଶେଷ ହେବ, ଯେତେବେଳେ ସିଏ ସୁନ୍ଦର ଦ୍ୱାରା ପାଣି ଖାଇବେ, ତୁମେ ତାଙ୍କର ପାଦଟି କାମୁଡ଼ି ଧରିବ। ଧରିଲେ ଏଇଭଳି ଭାବେ ବହୁତ ଦିନ ଯୁଦ୍ଧ ହେବ। ତାପରେ ଭଗବାନ ଆସି ତୁମକୁ କୃପା କରିବେ। ଯେତେବେଳେ କୁମ୍ଭୀର ସେହି ପାଣି ମଧ୍ୟରେ ତାଙ୍କର ପାଦଟି କାମୁଡ଼ି ଧରିଛି, ସେତେବେଳେ ତାଙ୍କର ପରିବାର ଆତ୍ମୀୟ ସମସ୍ତ ବହୁ ଚେଷ୍ଟା କରି ମଧ୍ୟ ତାଙ୍କୁ ଉଦ୍ଧାର କରିପାରିନଥିଲେ। ସମସ୍ତେ ଛାଡ଼ି ସେହି ସ୍ଥାନକୁ ଚାଲି ଆସିଲେ। ହାତୀ ସେହି ଜଳ ମଧ୍ୟରେ ଯେତେବେଳେ ଶରୀର ଦୁର୍ବଳ ହେଇଗଲା, କାହିଁକି ନା ହାତୀ ସ୍ଥଳଚର, କୁମ୍ଭୀର ଜଳଚର। କୁମ୍ଭୀର ଜଳ ମଧ୍ୟ ରହି ତାଙ୍କର ରକ୍ତ ଖାଉଛି, ତାଙ୍କର ବଳ ବହୁତ। ସେଇଥିପାଇଁ କୁମ୍ଭୀର ସେହି ଜଳ ମଧ୍ୟରେ କେତେବେଳେ ଭିତରକୁ ନେଇଯାଏ, କେତେବେଳେ ଟାଣି ଟାଣି ହାତୀ ଆରେ କୂଳକୁ ନେଇ ଆସେ, କେତେବେଳେ ଭିତରକୁ ନିଏ, କେତେବେଳେ ହାତୀ ଟାଣି ଟାଣି ଚାଲି ଆସେ। এইଭଳି ଭାବରେ ବହୁତ ଦିନ ଯୁଦ୍ଧ ଲାଗିଲା। ଯୁଦ୍ଧ ଲାଗିବା ସତ୍ତ୍ୱେ ଯେତେବେଳେ ହାତୀ ଦୁର୍ବଳ ହେଇଗଲା, ଗୋଟିଏ ପଦ୍ମ ଫୁଲ ଶୁଣ୍ଢରେ ନେଇ ଉପରକୁ ଉଠାଇ ଭଗବାନ ସ୍ତବ କରିଲା। ଯେ ପୂର୍ବେ ଯେଉଁ ସ୍ତବ କରିଥିଲା সেই স্তব ଏବଂ ବ୍ୟବସିତା ବୁଦ୍ଧ୍ୟା ସମାଧାୟ ମନହୃଦି ଯଜପଂ ପରମ ଜପ ପ୍ରାଗଜନ୍ମାନ ଶିକ୍ଷିତମ୍। ପୂର୍ବେ ଯେଉଁ ସ୍ତବ କରିଥିଲା সেই ସ୍ତବ ମନେ ଆସିଗଲା। ଯେତେବେଳେ ଆସିଗଲା ସେତେବେଳେ ଭଗବାନ ଗରୁଡ଼ ପିଠିରେ ସେଇ ଗଜେନ୍ଦ୍ର ଉଦ୍ଧାର କରିବା ପାଇଁ ଆସୁଥିଲେ। ଯେତେବେଳେ ଗରୁଡ଼ ଧୀରେ ଧୀରେ ଆସିଲା, ସେତେବେଳେ ସେ ଭଗବାନ କ'ଣ କଲେ, ସେ ଗରୁଡ଼ ଡେଇଁ ଶୀଘ୍ର ଦ୍ରୁତ ଗତିରେ ଚାଲି ଆସି সেই ସରୋବର ମଧ୍ୟରେ ଚକ୍ର ଛାଡ଼ିଦେଲେ କୁମ୍ଭୀର ବେକକୁ।
କୁମ୍ଭୀର ବେକକୁ ଯେତେବେଳେ ଛାଡ଼ିଲେ ସେତେବେଳେ କୁମ୍ଭୀରର ବେକଟି ଛେଦନ ହେଇଯାଇଥିଲା, ବେକଟି ଛିଡ଼ି ଯାଇଥିଲା ଏବଂ ଗଜେନ୍ଦ୍ରକୁ କାଣି ଆଙ୍ଗୁଠିରେ ଉଠାଇ ସ୍ଥଳରେ ରଖିବା ସତ୍ତ୍ୱେ ଦୁଇ ଜଣ ଯାକ ସୁନ୍ଦର ରୂପ ଧାରଣ କଲେ। ଏ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଓ ହୁହୁବନ୍ଧ ଦୁଇ ଜଣ ଭଗବାନ କୃପାରୁ ନିଜର ଶରୀର ପ୍ରାପ୍ତି ହେଲେ ଏବଂ ଭଗବାନ ସ୍ତବ କରିଲେ, ସ୍ତବ କରି ଭଗବାନ ଧାମ ପ୍ରାପ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଏଇଟା